ସମସ୍ତେ ଏବେ ଜାଣିଥିବେ ଏବେ ଆମର ବିହାରର ଛଟ୍ ପୂଜା ଯେଉଁ ପ୍ରସିଦ୍ଧ ଛଟ୍ ପୂଜା ଷ୍ଟାର୍ଟ ହେଇଯାଇଛି ଆଉ କାଲି ଥିଲା ତାର ସେକେଣ୍ଡ ଡେ ଯେଟା ହେଉଛି ଖାରନା ପ୍ରସାଦ ଯେଉଁ ଖାଆନ୍ତି ତ ଇଏ ହେଉଛି ଆମ ସୋସାଇଟିର କିଛି ଲୋକ ବି କରୁଛନ୍ତି 5-6 ଜଣ ସେଥିମଧ୍ୟରୁ ମୋର ଗୋଟେ ସାଙ୍ଗ ଇଏ ହେଉଛି ଆକାଂକ୍ଷା ଯେ ବିହାରରୁ ବିଲଙ୍ଗସ୍ କରେ ଆଉ ସିଏ ବି ଛଟ୍ ପୂଜା ଷ୍ଟାର୍ଟ କରିଛି ଆଉ ଛଟ୍ ପୂଜାରେ ମାନାଯାଏ କି ଛଟ୍ ପୂଜାର ପ୍ରସାଦ ଯେତେ ଲୋକ ଖାଇପାରିବେ ସେତେ ପୁଣ୍ୟ ହୁଏ ଆଉ ଏଥିରେ ବନେଇବା ମାନେ ସମସ୍ତେ ବି ଯାଇକି ସମସ୍ତେ ସାଥି ହେଇକି ବନାନ୍ତି ସେଥିରେ ବି ବହୁତ ମଜା ଆସେ ତ ମୁଁ ବି ଯାଇଥିଲି ଖାରନାର ପ୍ରସାଦ ବନେଇବା ପାଇଁ ମୋ ପାଇଁ ତ ଏସବୁ ଫର୍ଷ୍ଟ ଟାଇମ୍ ମୁଁ ଫର୍ଷ୍ଟ ଟାଇମ୍ ଯାଇଥିଲି ଏସବୁ ରୁଟି ବନେଇବାରେ ମୁଁ ସବୁ ହେଲ୍ପ କରିଥିଲି ମୁଁ ଏକା ନୁହେଁ ବହୁତ ସାରା ଆମର ସାଙ୍ଗମାନେ ସବୁ ଯାଇଥିଲେ ଆକାଂକ୍ଷାକୁ ହେଲ୍ପ କରିବା ପାଇଁ ତାପରେ ଆକାଂକ୍ଷା ଏଠି ରାତିରେ ଷ୍ଟାର୍ଟ କରିଦେଇଛି ପୂଜା ଯେଉଁ ଛଟ୍ ପୂଜାର ସେକେଣ୍ଡ ଡେର ପୂଜା ସେ ଷ୍ଟାର୍ଟ କରିଦେଇଛି ତାପରେ ଏ ପୂଜା ସରିଲା ପରେ ସେ ତାର କରୁଛି ମୁଁ ତ ଏତେ ଭଲସେ ଜାଣିନି ସୋ କ୍ଷମା କରିଦେବି ଯଦି ମୁଁ କିଛି ଭୁଲ କହୁଥିବି ଆଉ ଇଏ ହେଉଛନ୍ତି ଆମର ଆକାଂକ୍ଷାର ହଜବେଣ୍ଡ ମାନେ ଆମ ଭାଇ ଆଉ ତାପରେ ମୁଁ ବି ଚାଲିଗଲି ଯେଉଁ ହୋମରେ ଅର୍ଘ୍ୟ ଦେବା ପାଇଁ ଅର୍ଘ୍ୟ ୟା ଅର୍ଘ୍ୟ କ'ଣ ଗୋଟେ କହନ୍ତି ଆଇ ଏମ୍ ସରି ମୁଁ ଠିକ୍ସେ ଜାଣିନି ତାପରେ କୁହନ୍ତି ଯେ ଛଟ୍ ପୂଜା ଯେଉଁମାନେ କରନ୍ତି ସେ ନିଜେ ଗୋଟେ ଛଟ୍ ମାଙ୍କର ସ୍ୱରୂପ ହେଇଯାନ୍ତି ତେଣୁ ତାଙ୍କର ଆଶୀର୍ବାଦ ନେବା ମାନେ ଛଟ୍ ମାଙ୍କର ଆଶୀର୍ବାଦ ନେବା ସାଙ୍ଗରେ ସମାନ ତ ଆମେ ସମସ୍ତେ ସିନ୍ଦୁର ସମସ୍ତଙ୍କୁ ସେ ଆକାଂକ୍ଷା ସମସ୍ତଙ୍କୁ ସିନ୍ଦୁର ପିନ୍ଧଉଥିଲା ଆମେ ବି ତାକୁ ପିନ୍ଧେଇକି ଜୁହାର ହେଲୁ ତାପରେ ଇଏ ଦେଖନ୍ତୁ ସେ ପ୍ରସାଦ ବନେଇଥିଲା କ୍ଷୀରି ସେ ବନେଇଛି ତାଙ୍କର ଯେଉଁଟାକି ଛଟ୍ ପୂଜାର ପ୍ରସାଦ ବନେ ରୁଟି କ୍ଷୀରି ଆଉ ଯାହା ଫ୍ରୁଟ୍ସ ମାନେ ପ୍ରସାଦରେ ଲାଗିଥାଏ ତ ଆମେ ସମସ୍ତେ ଏଠି ଷ୍ଟାର୍ଟ ହେଇଗଲୁ ଖାଇବା ତାପରେ ଖାଇ ପିଇ ସାରିଲା ପରେ ଆମେ ଆମର ଲାଗିଗଲୁ ଲେଡ଼ିଜ୍ଙ୍କର ଫେଭରେଟ୍ କାମ ଫଟୋ ଉଠେଇବାରେ ଫଟୋ ଉଠେଇକି ଆମେ ଚାଲୁ ଆଉ ଜଣେ ଦିଦିଙ୍କ ଘରକୁ ସେଠି ବି ତାଙ୍କ ଘରେ ସବୁ ସେମ୍ ରିଚୁଆଲ୍ କରିସାରିଲା ପରେ ମୁଁ ଏଠି କିଛି ଫଟୋ ଲଗେଇ ଦେଇଛି ଆମ ଫ୍ରେଣ୍ଡ ମାନଙ୍କର ଦେଖନ୍ତୁ ନେକ୍ସଟ ପାର୍ଟ ମୁଁ ନିଶ୍ଚିତ ଆଣିବି ରହିଲି ନମସ୍କାର ଜୟ ଜଗନ୍ନାଥ।